ଜୟଦେବବିହାରରୁ ସବୁଦିନ ଯାଏ ଏସ୍ପ୍ଲାନେଡ୍ ରିଲାଏନ୍ସ ମୁଁ ଯାଉଥିଲି ଜୟଦେବବିହାରରୁ ଓହ୍ଲେଇ ଅଟୋରେ ଆଇଏମ୍ଟି ରୁ ବସ୍ ଧରିବା ପାଇଁ ଯାଉଥିଲି। ପଛପଟରୁ ସେ ଡାଇରେକ୍ଟ ଆଣିକି ବାଡେଇଲେ। ମୁଁ ରୋଡ ଉପରୁ ଛିଟକିକି ଯାଇ ଗୋଟେ ଗଛରେ ବାଡେଇକି ରୋଡ ସାଇଡରେ ପଡିଲି। ନାଇଁ ମୁଁ ଚାଲିକି ଯାଉଥିଲି। ମୁଁ ଜୟଦେବବିହାରରୁ ଓହ୍ଲେଇକି ଆଇଏମ୍ଏମ୍ଟି କୁ ଆସୁଥିଲି ଚାଲିକି। ପଛରୁ ସେ ଡାଇରେକ୍ଟ ବାଡେଇଲେ। ସୈନିକ ସ୍କୁଲ ଆଡକୁ ନାହିଁ। ଆଇଏମ୍ଏମ୍ଟି ମୋ ବସ୍ ଷ୍ଟପ। ମୁଁ ରସୁଲଗଡ଼ ଯିବି ଏପଟେ ଆଚାର୍ଯ୍ୟ ବିହାର ବସ୍ ଷ୍ଟପ ପଛପଟ ଷ୍ଟପ। କେତେବେଳେ ଏଇଟା ଆପଣ 10:30 ପାଖାପାଖି ହବ। ମୁଁ ଷ୍ଟୋର ବାହାରିକି ଯାଉଥିଲି ସେଇ ଟାଇମରେ। ଗାଡି ମାନେ ଗାଡିରେ ଲୋକ ଥିଲେ? ଗାଡିରେ କେହି ଲୋକ ନଥିଲେ, ଡ୍ରାଇଭର ଏକୁଟିଆ ହିଁ ଥିଲା। ଆଚ୍ଛା, ଡ୍ରାଇଭର ମାନେ କଣ ତାପରେ ଆପଣଙ୍କୁ ଧକ୍କା ଦେଲା? ଧକ୍କା ଦେଲା ପରେ ସେ ଗାଡି ବୁଲେଇକି ପଳେଇବାକୁ ଟ୍ରାଏ କରୁଥିଲା। ଏନ୍ଏଚ୍ ଉପରୁ କିଛି ବାଇକ୍ ବାଲା ଠିଆ ହେଇଥିଲେ, ସେମାନେ ଏନ୍ଏଚ୍ ରୁ ଡେଇଁକି ତଳକୁ ଯାଇକି ଡ୍ରାଇଭରକୁ ଅଟକାଅଟି କରି ମରାମରି କରିକି ତାକୁ ଅଟକେଇଲେ। କହୁଛନ୍ତି ଲୋକାଲ ଲୋକ କି ଗଞ୍ଜେଇ ଟାଣିଥିଲା, ବାସ୍ନା ହଉଥିଲା ବୋଲି। ତ ସେମିତି ମୁଁ ତ ତଳେ ପଡିଥିଲି ନା, ମୁଁ ତ ଡାଇରେକ୍ଟ ଡ୍ରାଇଭର ସହିତ ଇଣ୍ଟରାକ୍ଟ କିଛି ବି କରିନଥିଲି। ଆଚ୍ଛା, ମାନେ ଗାଡିର ସ୍ପିଡ କେତେ କଣ ମାନେ ଦେଖନ୍ତୁ ସେଇଟା ତ ମୁଁ କହିପାରିବିନି ନା। ଆପଣ ଯାଉଛନ୍ତି, ଆପଣ କାନ୍ଧଟା ଏକ୍ସରେ କରେ, କାନ୍ଧ ଉଠେଇ ପାରୁନି। ମେ ବି କାନ୍ଧଟା ଟିକେ ଇଞ୍ଜୁର୍ଡ ହେଇଛି, ଆଉ ଗୋଡ ଏଇଟା ବି ଫୁଲି ଯାଇଛି, ଉଠେଇ ପାରୁନି। ହାତ ପ୍ରପର ଗାଇଡାନ୍ସ ଆମ ବସ୍ ମତେ ଲାଗୁଛି ଏବେ ପ୍ରାଇଭେଟ ସେକ୍ଟର ମାନେ ଆଗରୁ ପ୍ରାଇଭେଟାଇଜେସନ କରିଦେଇଛନ୍ତି ମୋ ବସ୍ କୁ। ତ ପ୍ରପର ଗାଇଡାନ୍ସ ନାହିଁ ଗଭର୍ଣ୍ଣମେଣ୍ଟ କୋଉଟାକୁ। 9 ନମ୍ବର ବସ୍ ପଟିଆ ଡିପୋରୁ ମାଷ୍ଟର କ୍ୟାଣ୍ଟିନ ଗୋଟେ ଲମ୍ବା ରୁଟରେ ଯାଏ। ମାଷ୍ଟର କ୍ୟାଣ୍ଟିନରୁ ବହୁତ ଲୋକ ପଟିଆ ଯାଏ। ତ ଯଦି ବସ ରେ କେହି ଲୋକ ନାହାନ୍ତି, ତାମାନେ ପ୍ରପର ଗାଇଡାନ୍ସ ଓନ୍ଲି ଡ୍ରାଇଭର ଅଛି, କଣ୍ଡକ୍ଟର ବି ନାହିଁ। ତ ସେ ବସ୍ କୁ ତ ସେବା ଅନ୍ତର୍ଭୁକ୍ତ କରିଦେବା କଥା। ପଛକୁ ଆଚ୍ଛା, ସେଇ ବସ୍ ଟା କୋଉଠି ପଟିଆରୁ ମାଷ୍ଟର କ୍ୟାଣ୍ଟିନ 9 ନମ୍ବର ରୁ ସେ ମତେ ଆଇଏମ୍ଏମ୍ଟି ପଛ ଯୋଉ ଆମର ଅଛି ନିଛାଟିଆ ରାସ୍ତାଟା ନା ପଛ ଅଛି ସେଇ ଜାଗାରେ। ନାଇଁ ନାଇଁ, ମୁଁ ଏସ୍ପ୍ଲାନେଡ୍ ଯିବି ନା 29 ନମ୍ବର ବସ୍ ରେ କି 24 ନମ୍ବର। ମୋର ଆପଣ ଆଇଏମ୍ଟି ଯାଉଥିଲେ? ଆମ ବସ୍ କେତେ ସୁରକ୍ଷିତ? ମୁଁ ତ ରେଗୁଲାର ଯିବା ଆସିବା କରୁଛି ଆମ ବସ୍ କିଛି ଅସୁବିଧା ନାହିଁ, ବସ୍ ସୁରକ୍ଷିତ। କିନ୍ତୁ ବସ୍ ଡ୍ରାଇଭର ମାନେ ସେମାନେ ସୁରକ୍ଷିତ ନାହାନ୍ତି ନା। ପ୍ରପର ସେମାନେ ଯେତେବେଳେ ଗାଡି କରିପାରନ୍ତି, ସେମାନଙ୍କର ଯିଏ ହାୟର ଅଥରିଟି ଅଛନ୍ତି ସେମାନେ ପ୍ରପରଲି ଚେକ୍ କରନ୍ତି କି ଡ୍ରାଇଭର ଠିକ ଠାକ ଅଛି, ମାନେ ଏବୁଲ ଅଛି କି ନାଇଁ ଡ୍ରାଇଭ କରିବା ପାଇଁ। କାହିଁକି ନା 50-100 ଜଣ ଲୋକଙ୍କୁ ହିଁ ନେଇକି ଯାଉଛନ୍ତି, ତାଙ୍କ ଜୀବନ ହିଁ ତାଙ୍କ ହାତରେ। ସେଇଟା ସେମାନେ